ନିଶ୍ଚିତ ଭାବରେ ଗୋଟେ ଆମର ଆମେ ହଉଛି କଳାକାର ଏବଂ କଳାକାର ଧର୍ମ ହଉଛି ମନୋରଞ୍ଜନ ଯୋଗେଇବା। ତେଣୁ ଆମ ପାଇଁ ଦର୍ଶକ ଭଗବାନ ଏବଂ ନିଶ୍ଚିତ ଭାବରେ ଯେତେବେଳେ ଯୋଉ ଦର୍ଶକ ମାନେ ଯୋଉମାନେ ଆମ ପାଇଁ କରିଛନ୍ତି ତ ତାଙ୍କ ପାଇଁ ଯେତେବେଳେ ଆମେ କିଛି କରିବାକୁ ସୁଯୋଗ ପାଉଛୁ ଆମ ପାଇଁ ସୌଭାଗ୍ୟର କଥା। ଭାଇ ଏ ବର୍ଷ ଆପଣଙ୍କ ବଢିଆ ବଢିଆ ଫିଲ୍ମ ମୁଁ ଯଦି 2025 କୁ ମିସ୍ କରିବି ତାହେଲେ 2026 କୁ ଏନ୍ଜୟ କରିପାରିବିନି। ତେଣୁ ମୁଁ ପ୍ରତ୍ୟେକ ମୁହୂର୍ତ୍ତକୁ ବଞ୍ଚେ, ଅତୀତକୁ ଭୁଲିଯାଏ, କିନ୍ତୁ ଅତୀତରେ ମୋର ଅସ୍ତିତ୍ୱ ଯୋଉଠୁ ମୋର ଆରମ୍ଭ ମୁଁ ସେଇଟାକୁ ମନେ ରଖେ ଏବଂ ଭବିଷ୍ୟତ ଉପରେ ବେଶୀ କନସେନଟ୍ରେଟ୍ କରେ। 2026 ବି ଯେ ଯୋଉମାନେ ଆମ ପାଇଁ କରୁଛନ୍ତି, ଯାହାଙ୍କ ପାଇଁ ଆମେ ଶାନ୍ତିର ନିଦରେ ଶୋଇପାରୁଛୁ ରାତିରେ, ତାଙ୍କୁ ଡେଡିକେଟ୍ କରିବା ଏଇଟା ମାତ୍ର ଗୋଟେ ମାଧ୍ୟମ, ଏଇଟା ବହୁତ ହି ଛୋଟ, ଏଇଟା କିଛି ବି ନୁହେଁ। ତେଣୁ ଆମେ ସମସ୍ତଙ୍କ ମନରେ ତାଙ୍କ ପ୍ରତି ସମ୍ମାନ ଅଛି, ସେତିକି ଆମେ ତାଙ୍କୁ ଚାହୁଁ, ଆମ ପାଖରେ ଠିଆ କରାଇବା ପାଇଁ ଚାହୁଁ ସବୁବେଳେ ଏବଂ ଆମ ତରଫରୁ ତାଙ୍କ ପାଇଁ ତାଙ୍କ ପରିବାର ବର୍ଗଙ୍କ ପାଇଁ ଛୋଟିଆ ଉପହାରଟେ ନମନ। ନିଶ୍ଚିତ ଭାବରେ ଗୋଟେ ଆମର ଆମେ ହଉଛି କଳାକାର ଏବଂ କଳାକାର ଧର୍ମ ହଉଛି ମନୋରଞ୍ଜନ ଯୋଗେଇବା। ତେଣୁ ଆମ ପାଇଁ ଦର୍ଶକ ଭଗବାନ ଏବଂ ନିଶ୍ଚିତ ଭାବରେ ଯେତେବେଳେ ଯୋଉ ଦର୍ଶକ ମାନେ ଯୋଉମାନେ ଆମ ପାଇଁ କରିଛନ୍ତି ତ ତାଙ୍କ ପାଇଁ ଯେତେବେଳେ ଆମେ କିଛି କରିବାକୁ ସୁଯୋଗ ପାଉଛୁ ଆମ ପାଇଁ ସୌଭାଗ୍ୟର କଥା। ଭାଇ ଏ ବର୍ଷ ଆପଣଙ୍କ ବଢିଆ ବଢିଆ ଫିଲ୍ମ ଥିଲା କୋକା ଭାଇ ତୁମ ପାଇଁ। 2026 ର କଣ ଆସୁଛି? ଆକ୍ଚୁଆଲି 2024 ରେ ଆସିଥିଲା କୋକା ଭାଇ ତୁମ ପାଇଁ, 25 ଟା ମୁଁ ବ୍ରେକ୍ ନେଇଥିଲି ଏବଂ 26 ମସିହାରେ ଆସୁଛି ସ୍ୱାଗ ରାଜା। ଜଗଦୀଶ ମିଶ୍ର ଡିରେକ୍ଟର ତାର ଏବଂ ବହୁତ ଭଲ ଟିମ୍ ଆସୁଛନ୍ତି ଏବଂ ଖୁବ୍ ଶୀଘ୍ର ତାର ରିଲିଜ ଡେଟ୍ ଡିକ୍ଲେୟାର ହଉଛି। ଆଶା କରୁଛି 2026 ଭଲ ଯିବ। ଏଇ ଇୟର କଣ ମିସ୍ କରିବେ? 2025 ର କୋଉ ଜିନିଷଟା ବେଶୀ ମିସ୍ କରିବେ? ମୁଁ ଯଦି 2025 କୁ ମିସ୍ କରିବି ତାହେଲେ 2026 କୁ ଏନ୍ଜୟ କରିପାରିବିନି। ତେଣୁ ମୁଁ ପ୍ରତ୍ୟେକ ମୁହୂର୍ତ୍ତକୁ ବଞ୍ଚେ, ଅତୀତକୁ ଭୁଲିଯାଏ, କିନ୍ତୁ ଅତୀତରେ ମୋର ଅସ୍ତିତ୍ୱ ଯୋଉଠୁ ମୋର ଆରମ୍ଭ ମୁଁ ସେଇଟାକୁ ମନେ ରଖେ ଏବଂ ଭବିଷ୍ୟତ ଉପରେ ବେଶୀ କନସେନଟ୍ରେଟ୍ କରେ। 2026 ପାଇଁ ପ୍ଲାନିଂ କହନ୍ତି ନା, ଯେ ଯାହା ଭାବିଥିବେ ତାହା କହିଦେଲେ ହୁଏ ତ ନ ଫଳିପାରେ। ତେଣୁ ସେ ପାଇଁ ଯେତେବେଳେ ଘଟିବ ମୁଁ ମାନେ ଘଟେଇବାରେ ବିଶ୍ୱାସ କରେ କହିବା ଅପେକ୍ଷା।